নমস্কার, জয় জগন্নাথ। ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ 2025 ସମସ୍ତଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣମାନଙ୍କୁ ସ୍ୱାଗତମ। ଜୟ ମା ମାଣିକେଶ୍ୱରୀ, ଜୟ ଜଗନ୍ନାଥ। ନୂତନ ବର୍ଷର ସମସ୍ତଙ୍କୁ ଆଉ ଆଜି ଆମେ ଜାନ୍ମା ଶ୍ୱଶୁର ଘରେ ପିକନିକ୍ କରବାଟା କେନ୍ତା ମଜା ଏ। ତ ଆଜି ଆମେ ବାହାରିନୁ ସମସ୍ତେ କେସି ଆମର ଶ୍ୱଶୁର ଘରେ ସମସ୍ତେ ଯାଇଥିନୁ ଆଉ ସେନୁ ବାହାରି କରି ଆମେ ବାହାରିଥିନୁ ଗୋଟେ ଯୋଜନା ବୋଲିକରି ଗୋଟେ ଜାଗା ଅଛେ। ଇନ୍ତା ଜାଗା ଏ ସେନେ ପିକନିକ୍ କରବାର୍ ଆଜି ସବୁ ବ୍ୟବସ୍ଥା କରାଯାଇଥିଲା। ଆଗରୁ ଆମେ ପହଞ୍ଚିନୁ। ଏଇଟା ଆମର ଦୁଇଟା ସଲା, ଗୋଟେ ସୁରେନ୍ଦ୍ର ଆର୍ ଗୋଟେ ସୁନୀଲ। ଜୁଏ ଜଲାଟା ସକାଳୁ ଜୁଏ ଜଲାଇ ଦେଇଥିନୁ। କେନ୍ ଲୋକ ନାଇଁ ହେଇଥି ତାହେଲେ କାହିଁକି ଜାଗା ଆବିରିବାଟା ବହୁତ ମୁସ୍କିଲ ଥିଲା ସେନେ। ଆଉ ଦେଖୁନ୍ ଇଟା ହେଲା ସବୁ ସେନର ଜାଗା ଏ। ତ ଇଟା ସ୍ପେଶିଆଲ ଜାଗା ଗୋଟେ ଥିଲା, କିନ୍ତୁ ଆଗରୁ ପଟି ପଡ଼ି ଯାଇଥିଲା ଏଇନା, ଯାହାଫଳରେ ଆମର ବେଡ଼ଲକ୍ ଆମେ ସେ ଜାଗାକେ ନିଜ ଅକ୍ତିଆରରେ ନାଇଁ କରିପାରନୁ, ମିସ୍ ହେଇଗଲା। ଭଲ ଜାଗା ଗୋଟେ ଥିଲା ଯେନ୍ଟାକି ଦେଖୁନ୍ କୁହୁଡ଼ି ସକାଳୁ କେନ୍ତା ହେଇଥିଲା। ଏଇଟା କୁହୁଡ଼ିଟା ପୁରା ଏତେ ଭଲ ଥିଲା ଆର୍ ଏତେ ଥଣ୍ଡା ଲାଗୁଥିଲା। ଏଇଟା 8 ବଜେ ଯାଇଥିନୁ, ତଥାପି ଆମେ ଏଇନା ଜାଗା ନାଇଁ ପାଇ। ତା ଫଳରେ ଯେନ୍ଟାକି ସେଟା ଆମର ଜାଗା ଯେନେ ଦୁଇ ଲୋକ ଠିଆ ହୋଇଛନ୍। ଆଉ ଏଇଟା ଆମର ଦୁଇଟା ସଲା ଠିଆ ଉଠିଛନ୍, ସୁନୀଲ ଆର୍ ସୁରେନ୍ଦ୍ର ଯେନ୍ଟା କହିଲେ। ଏଇଟା ସେ କେସିଂହାଟୁ ଆସିବା ରାସ୍ତାଟା। ଏଇଟା ମୋର ସ୍କୁଟି ଗାଡ଼ି ଏ। ତ ଇନେ ଆମେ ଥିନୁ, ଏଇଟା ୱେଟ୍ କରିଛୁଁ ଜାଗା ଆବରି କରି। ଏଇଟା ସବୁ ଆଗ୍କେ ଦେଖବେ ସବୁ ଇନେ ଭର୍ତ୍ତି ହେଇଯାଇଥିବେ। ଆପଣକେ ଆଗ୍କେ ଫେର୍ ଦେଖାମି। ଏଇଟା ଆମେ ବସିଛୁଁ ସବୁ ଲୋକ। ଏଇଟା ଜୁଏ ଜୁଆ ଜଲାଜୁଲି କନୁ, ସବୁ ପଲେଇ ଆଇଲେ। ମୋର ଦୁଇଟା ଶାଲି, ଏଇଟା ଆମର ଛୋଟ ଝିଅ, ତାର ଖୁସି ତ ସବକନୁ ଅଲଗା ଏ। ଏଇଟା ଆମର ସାନ ମା। ଦେଖ ମୁଲ୍କି ମରା ବୋଲେ ସେ ସବୁବେଲେ ହସ ଖୁସିନେ ସବୁବେଲେ ଥିସି। ଆରୁ ପଛାଡ଼ା ଯେନ୍ ଅଛନ୍ ଆମର ସାନ ଶ୍ୱଶୁର ଏଟା, ଆରୁ ଆମର ସାନ ମା, ଆମେ ସାନ ବାପା ବୋଲସୁଁ, ଶ୍ୱଶୁର ତ କେବେ ନାଇଁ କହୁଁ। ଆଉ ଇନେ ଟଙ୍ଗିଆର ଗୋଟେ ଧରିକରି ଆଇଥିନୁ, ବାଇଚାନ୍ସ ବି କାଠ କମ୍ ହେଇଯିବା ବୋଲିକରି, କିନ୍ତୁ କାଠ ବି ସଫିସିଏଣ୍ଟ ଆଣିଥିନୁ। ତାର୍ ପଛେ ଫେର୍ କାଠ ବି ଆଣିନୁ। ଏଇଟା ଗୋଟେ ପାର୍ଟି ଆଇଥିଲେ। ତାପରେ ଧୀରେ ଧୀରେ ମାହୋଲଟା ବଡ଼ ଭାଗେ ଚାଲିଲା, ଜୁଏ ଜଲା ଷ୍ଟାର୍ଟ ହେଇଗଲା। আমার ସାନ ବାପା ଏଇଟା ଜୁଏ ଜଲାଟା ଜଲଉଛନ୍। ବାହାରେ ଏନ୍ତା ବି ଇନେ ଆଜି ଥିଲା, ଜୁଏ ଜଲିଗଲା। ଆଉ ଏଇଟା ପହେଲା ବସା ହେଇଛେ। ଆର୍ ଗୋଟେ ଚୁଲି ଏ, ପିଆଜ କଟା ବି ଷ୍ଟାର୍ଟ ହେଇଗଲା। ବହୁତ ପ୍ରକାର ଆଇଟମ୍ ହେଇଥିଲା ଆଜି, ସବୁ ଗ୍ରୀନ୍ ଗ୍ରୀନ୍ ଦିଶୁଛେ। ଷ୍ଟାଇଲ କପଡ଼ା ଦୋକାନ ଗୋଟେ ବ୍ୟାଗ୍ ଯାଇଥିଲା। ଆଉ ଦେଖୁନ୍ ଧୀରେ ଧୀରେ ସବୁ ବଢ଼ି ଆସୁଛନ୍ ଲୋକମାନେ। ଏଇଟା ଆମର ସାନ ଶ୍ୱଶୁର, ସେଟା ଆମର ଶାଲି ଗୋଟେ ବସିଛନ୍। ଏଇଟା ଆମର ଝିଅ। ମସଲା କଷା ଷ୍ଟାର୍ଟ ହେଇଗଲା। ଆମେ ଯେତେଟା ଆଇଟମ୍ କରୁ ଗୋଟେ ଜାଗାରେ ସବୁ ମସଲା କରିଥିନୁ। ସୁରେନ୍ଦ୍ର କାଠ ଲଗାବାରେ ବ୍ୟସ୍ତ, ବାକି ସବୁ ହସ ଖୁସିରେ ସରିଯାଇଥିଲା। ଏଇଟା ଆମର ପୁଟା ଭଜା ହେଉଥିଲା, ଯେନ୍ଟାକି ଆମେ ରକ୍ତି ଭଜା। ପୁଟା ଭଜାର କିଛି ସ୍ପେଶିଆଲ ଥିଲା, ତ ସେ ରକ୍ତି ଭଜାକେ ଆମେ ଆଜି ପାଗରା କରୁଥୁନୁ। ଆଉ ପ୍ରେସର କୁକରରେ କରୁଥୁନୁ, କାହିଁକି ଆମେ ଗୋଟେ ସେଟ୍କେ ଦୁଇଟା ଭାଗ କରିଥିନୁ। ଏଇଟା ଆମର ସୋନୁ ବାବୁ, ସେନେ ଏକ୍ସରସାଇଜ୍ରେ ମସ୍ଗୁଲ୍ କେନ୍ତା ଦେଖୁନ୍ ଏକ୍ସରସାଇଜ୍ କରୁଛେ। ତାପରେ ପଲେଇ ଆମେ ଟିକେ ଚାରିଆଡ଼ୁ ବୁଲିକରି ପଲେଇ ଆଇମା ସବୁଆଡ଼େ। ଏଇଟା ତ କିଛି ନାଇଁ ହେବାର୍ ତା। ଦେଖୁନ୍ କେନ୍ତା ଲୋକ ହଉଛନ୍ ସବୁ ପିକନିକ୍ କରିକରି। ଲାଷ୍ଟକେ ଏନ୍ତା ହେଲା ଯେ ଲୋକମାନେ ବାହାରୁ ବି ଖାନା ଆନିକରି ଇନେ ବସିକରି ଖାଉଥିଲେ। ଏବେ ଦେଖୁନ୍ ସକାଳେ ଦେଖିଥିଲେ ଯୋଜନାଟା କେନ୍ତା ଦିଶୁଥିଲା, ଆର୍ ଏବେ କୋଢ଼ି ଟିକେ ସରଲାକେ ଯୋଜନାଟା କେନ୍ତା ଦିଶୁଛେ। ଇନେ ମେନ୍ କଥା ଥିଲା, ଲୋକ ବେଶୀ ଆଗ୍କେ ନେଇ ଯାଇପାରୁଥିଲେ। କାହିଁକି ବୋଲେ ଇନେ ହାତୀ ଟିକେ ବେଶୀ ଆସୁଥିଲେ। ଏ ଯେନ୍ ଯୋଜନା ଲାଷ୍ଟକେ ଯେନ୍ ଅଛେ, ଇନେ ହାତୀର ଟିକେ ପ୍ରଭାବ ବେଶୀ। କାହିଁକି ବୋଲେ ଇନେ କେତେ 33 ଫୁଟ୍ କି 34 ଫୁଟ୍ ହାତୀ ଅଛନ୍, ଯାହାଫଳରେ ଲୁକି ଲୁକି କରି ଡରି ଡରି କରି ଆମକେ ପିକନିକ୍ କରବାକେ ପଡ଼ୁଥିଲା। ଆମେ ପହଞ୍ଚିଲା ପରେ ଜାଣିନୁ ଯେ ଇନେ ଆମର୍ ଏନ୍ତା ଅସୁବିଧାଟେ ଅଛେ ବୋଲିକରି। ଆଉ ଇସଲା ମସଲା କଟା ଚାଲିଛେ। ଆମର ମ୍ୟାଡ଼ମ୍ ହସ, ଯେତେ ଯା ବୋଇଲେ ବି ମା ଘରେ ଗୋଟେ ଅଲଗା ହସା ଏ। ଆର୍ ତାର ଉପରେ ଫେର୍ ପିକନିକ୍ ଡବଲ ଖୁସି। ବାଦାମ ବି ନେଇଥିନୁ ଟାଇମ୍ ପାସ୍ କରବାର୍ କାଜେ। ବାଦାମ, ପାପଡ଼, ଆଇ ଗ୍ରୀନ୍ ମଟରକେ କିଛି ଖଟା ବନାବାର ଥିଲା। ଆସିଲା ମସଲା ପୁରା ପାକ୍ ହେଇ ଆଇଲାନ, ଆର୍ 5-10 ମିନିଟ୍ ପରେ
ପରେ ରାଗ ବି ପାଗଟା ହେଇଯିବା। ଏଇଟା ଚନା ମସଲା ହେଇଗଲା ପରେ ଏଇଟା ପୁଟା ଭଜା ଯେନ୍ଟାକି ଆପଣକେ ଦେଖଉଥିନି ଆରୁ ଏଇଟା ହେଲା ଆମର୍ ବାଦାମକେ ସିଝା ହେବା କାଁଜି ଭାଜମୁ ବେଲେ ଟିକେ ଜାଗା ନେଇଥାଏ। ତ ଏଇଟା ପଳେଇ ଆସିଲା ଟିଫିନ୍ରେ ସିଙ୍ଗଡ଼ା ବିରି ବରା ବୁନ୍ଦି ଲଡ଼ୁ କ୍ଷୀରମନର ବ୍ୟବସ୍ଥା ହେଇଥିଲା ତା ସାଙ୍ଗେ ତରକାରୀର ବ୍ୟବସ୍ଥା। ଆଉ ଦେଖନ୍ ପୁରା ହେଭି ଟିଫିନ୍ଟା ହେଇଯାଇଥିଲା କାହିଁକି ଆମେ ବହୁତ ଟାଇମ୍ ରହିମୁ ବହୁତ ଏନ୍ଜୟ କରମୁ ବୋଲିକରି ଭାବିଥିନୁ ସେଥିର୍ଲାଗି ସବୁ ବ୍ୟବସ୍ଥା କରିଥିନୁ ଆମେ। ଆଉ ଦେଖିପାରୁଥିବେ ପୁରା ବୁନ୍ଦି ଲଡ଼ୁ 3ଟା ଖାଲି ବଞ୍ଚଲା 1 କିଲୋ ନେଇଥିନୁ ଆମେ ଯାଇଥିନୁ ଆଜି 11 ଲୋକ। ଆଉ ଆମର୍ ସୁରେନ୍ଦ୍ର ଗୁରୁ ଏଇଟା ଆମର୍ ସାନ ବାପା ଟିକେ ଭକ୍ତିଆ ଲୋକେ ସାଧା ସବୁ ଖାଇସନ୍ ସେଥିର୍ଲାଗି ସାଧା ଆଇଟମ୍ଟା ବି ବହୁତ କରାହେଇଥିଲା। ଆମେ ଏନ୍ତା ଜାଗାନେ କରିଥିନୁ ଯେ ବସିକରି ଯଦି ଖାଉଥିବେ ବୋଲେ ବାହାର ଲୋକ ବି କିଏ ସୋର୍ ନାଇଁ ପଅନ୍ ଯେ କାଣା କରୁଛନ୍ ଭିତରେ ବୋଲିକରି। ଟିଫିନ୍ ଟୁଫାନ୍ ସବୁ ଖାଇନୁ ଖାଇ ସାରିଲା ପରେ ଆମର ମ୍ୟାଡ଼ାମ୍ କହୁଛନ୍ ଲେଟ୍ ବେଶୀ ହେଇଗଲାନ ଜଲ୍ଦି କର ବୋଲିକରି ଆଉ ହେଟା ଟମାଟୋ ଖଟା ବ୍ୟବସ୍ଥା କରାହେବା। ଆମର ଝିଅ ସାରା ପଚାଡ଼ ଦେଖ ଡ୍ୟାନ୍ସ ଆଉ ପଚାଡ଼େ ଅଛି ଆମର ସୋନୁ ପୁରା ଧୁରକୁଟେଇ ଦେଉଛନ୍ ନା ଓ ସିଆଡ଼େ ସୋନୁ ବି ଧୁରକୁଟେଇ ଦେଉଛନ୍ କାଁଜି ମ୍ୟୁଜିକ୍ ସିଷ୍ଟମ୍ ବି ଟିକେ ନିଆ ହେଇଥିଲା। ଆଉ ଆମର ଏଇ ପପୁ ଯେନ୍ଟାକି ଆମର ଡନ୍ ବାବୁ ଟିକେ ଲେଟ୍ରେ ପହଞ୍ଚିଲେ ତାଙ୍କର କାଜି ଟିଫିନ୍ ବ୍ୟବସ୍ଥା ହେଇଥିଲା ରଖିଦିଆହେଇଥିଲା। ତାପରେ ଆସିଯିମା ଯେନ୍ଟାକି ସମସ୍ତଙ୍କର ପ୍ରିୟ ପୁଟା ଭଜା ରକ୍ତି ଭଜା ଯେନ୍ଟା ବୋଲସନ୍ ସମସ୍ତଙ୍କ କାଜି ସମାନ ବଢ଼ା ହେଲା କାହିଁକି ମାଂସ ଅଧିକ ହେବା କି କମ୍ ହେବା ବେଲେ ଟିକେ ଅଲଗା ଏ କିନ୍ତୁ ପୁଟା ଭଜା କମ୍ ହେଇଯିବା ବେଲେ ବହୁତ ଅଲଗା ଏ। ତ ସେଥିର୍ଲାଗି ସମସ୍ତେ ଆମେ ପୁଟା ଭଜାକେ ପୁରା ସମାନ କରିକିନା ଦନାନେ ବାଢ଼ଲୁ। ଆଉ ଦେଖନ୍ ପହଲା ଏଇଟା ଆମର୍ ପପୁ ତାପରେ ସୁରେନ୍ଦ୍ର 2 ଲୋକ ବସିଲେ ପଛାଡ଼େ ଆମର୍ ଶାଲିମାନେ ଲାଜେ ଏଇଟା ଆମର ମ୍ୟାଡ଼ମ୍ ଆମର ସୋନୁ ବାବୁ ବି ଖାଉଛେ ସାରା ଟିକେ ରୁଷି ଯାଇଛେ କାହିଁକି ତାର ରକ୍ତି ଭଜାଟା ଫେମସ୍ ନାଇଁ ସେଥିର୍ଲାଗି ତାର ଟିକେ ଇଚ୍ଛା କମ୍ ତଥାପି ସେ ଲାଷ୍ଟକେ ମୋର୍ ପାଖକେ ଆସିକରି ବସିକରି ଖାଇମି ବୋଲସି। ତାପରେ ମୁଇଁ ଡାକଲି ତାକେ ପାଖକେ ଆ ଝିଅ ଖାଇମା ବୋଲିକରି ମୋର୍ ପାଖକେ ଆସିକରି ବସି ପଡ଼ଲା। ଆଉ ଟିକେ ଟାଇମ୍ ମିଲଲା ଭାବିନି ବହୁ ଏତେ ଟାଇମ୍ ହେଲା ତ ମୁଇଁ ଭିଡ଼ିଓରେ ନେଇ ଆସିଥାଇ ତ ଟିକେ ଆସମା ଭିଡ଼ିଓରେ ବୋଲିକରି ପାଖରେ ଫ୍ରଣ୍ଟ କ୍ୟାମେରାରୁ ସମସ୍ତଙ୍କୁ ଟିକେ ଭିଡ଼ିଓ ନେଇଗଲି କାହିଁକି ଦେଖନ୍ ଏଇଟା ଚାଲିଛେ ପୁଟା ଭଜାର କମାଲ ସମସ୍ତେ ଖାଇନୁ। ଏଇଟା ଗୋଟେ ରଖାହେଇଛି ଆମର ସୁନୀଲ ବାବୁର କାଜି ତାକେ ଟିକେ ଅଧିକ ଦିଆହେଇଛି କାହିଁକି ସେ ଟିକେ ମାଂସ ପଛେ ନାଇଁ ଦେବ ବୋଲିକରି ମୋତେ ଏଇଟା ଦିଅ ବୋଇଲା। ସିଝା ସରିଗଲା ପରେ ବାଦାମ ରେଡ଼ି ତାପରେ ଚାଲିଲା ରୋଷେଇ ପ୍ରୋସେସ୍। ଏଇଟା ସବୁ କରାହେବା ଆଇଟମ୍ ବାଦାମ ଏଇଟା ସମସ୍ତେ ଖାଉଛୁ ବସିକରି ଏବେ ପ୍ରତି ବି ଆମର ସାରା ଝିଅ ଟିକେ ମନ ଦୁଃଖ ଅଛେ ତାର ଇଆଡ଼େ ଭାତ ବସା ଚାଲିଲା ପାଣି ବୋଟଲଟେ ଅଛେ ଭାତ ବୋତଲ ସାରିଲା ପରେ ଇଆଡ଼େ ଚାଲିଛେ ବାଦାମ ଖିଆ ସବୁ କାମ ଅଲରେଡ଼ି ସବୁ ରୋଷେଇ ପ୍ରାୟ ସରିଯାଇଛେ ବହୁତ କମ୍ ଅଛେ ଇଆଡ଼େ ମଟନ୍ ବସିଛେ ସିଆଡ଼େ ଭାତ ଭାବୁଥିବି ଏଇଟା ଅଲଗା ଜିନିଷ ନାଇଁ ସେ ଦେଖନ୍ ଏଇଟା ଥଣ୍ଡା କାହିଁକି ଫ୍ୟାମିଲି ପିକନିକ୍ ଏଇଟା ତ ଅଲଗା କିଛି ନାଇଁ ଭାବନ୍ ଫ୍ୟାମିଲି ପିକନିକ୍ ଏଇଟା ସମସ୍ତେ ନେଇଗନୁ ସୋନୁକେ ଦେଖ ସେ କେନ୍ତା ପିଉଛେ ଥଣ୍ଡା ଉଫ୍ ଟିକେ ଅଧିକ ପଡ଼ିଗଲା ପାଟିରେ ଲାଜ ଦେଖ ଆମର ପିଆଜକେ ଲାଜ ତ ଥଣ୍ଡା ବୋତଲଟା ଅଧା ହେଇଯାଇଥିଲା କିନ୍ତୁ ଲାଷ୍ଟ କେନ୍ତା ପିଆ ପିଇ ଯାଇଥିନୁ ଯେ ଗୋଟେ 1.5 ଲିଟର ଥଣ୍ଡା ସରିଯାଇଥିଲା। ଆମର ସୋନୁ ବି ପୁରା 2 ଗ୍ଲାସ୍ ପିଇଲାନ ଏଇଟା ପୁରା ହୁଙ୍କାର ମାରି ପିଉଛେ କିଏ କେତେ ପିଇ ପାରବା ବୋଲିକରି ମ୍ୟାଡ଼ମ୍ ବି ଖୁସି ଅଛନ୍ ଯେତେବେଳେ ବି ପାପ ଘରେ ଏଇଟା ଆମର ସାନ ମା ଆମ ତିଲକ ଆଉ ଆଶା ଏଇଟା ସେ ଆଶା ନାଇଁ ସେ ଏଇଟା ଆମର ଆଶା ଆମର ଶାଲି ଆଶା। ଆଉ ତାପରେ ଆମର ଆଗାଡ଼େ ଗୋଟେ ଏଇଟା କେସିଆଁ ବାଲେ ମାନେ ନାଚାନଚି କରୁଥିଲେ ଏଇଟା ସେ ଯୋଜନା ଟିକେ ପଲେଇ ଯିମା ଆଗକେ ଟିକେ ଆଗକେ ଗଲା ପରେ ଫେର୍ ଏନ୍ତା ଜାଗା ମାନେ ଥିଲା ଯେନ୍ଟାକି ବହୁତ ଦୂରିଆନୁ ଲୋକମାନେ ଆସିଥିଲେ ଅଟୋରେ ଆସିଥିଲେ ଟ୍ରକ୍ ଗୋଟେ ବି ନାଇଁ ହେଇଥିଲା ଆର୍ ଏଇଟା ସେ ଯୋଜନା ପୁରା ଚାରିଆଡ଼େ ପାହାଡ଼ ବହୁତ ସୁନ୍ଦର ଜାଗାଟା ଥିଲା ଇନାକି ଆମେ ଟିକେ ଛାଡ଼ିକରି ଗାଧେଇ ଯିମୁ ସେଟା ବି ଆପଣମାନକେ ଦେଖାମି। ଆରୁ
ରୋଷେଇ ସରିଲା ପରେ ପୁରା ଟିକେ ଅବସ୍ଥା ଲାଗ୍ସି ନାଇଁ ଗାଧେଇଲେ ଭଲ୍ ନାଇଁ ଲାଗେ। ସେଥିଲାଗି ବୋଲି ଭାବନୁ ଯେ ଆମେ ଟିକେ ଗାଧେଇ ଯିମା ବୋଲିକରି ବାହାରି ପଡ଼ଲୁ। ଆମେ 3 ଲୋକ ଯାଇଥିନୁ, ସୋନୁ, ମୁଇଁ ଆର୍ ଆମର୍ ସାନ ବାପା ଘରେ। ଇଟା ସେ ଗାଧି ଯିବାର୍ ଇଟା ସେ ଯୋଜନା ନେ ସିଡ଼ିର ବ୍ୟବସ୍ଥା କରାହେଇଥିଲା ପାଉଁଛର, ଯେନ୍ଟାକି ପାହାଚ ଇଟା ଆମର୍ ସୋନୁ ଆର୍ ଆମର୍ ସାନ ବାପା। ସୋନୁ ଟିକେ ଏକ୍ସିଡେଣ୍ଟ ହେଇଯାଇଛେ ସାଇକେଲନେ, ଛୁଟେଇ ଉତରଉଛେ। ଆର୍ ଇଟା ମୁଇଁ ବାହାରିନୁ ଗାଧମୁ ବୋଲିକରି ଆରୁ ବାହାରି ପଡ଼ଲୁ ପାହାଚ ତଲ୍କେ। ତ ପାହାଚଟା ଟିକେ ବଡ଼ ଥିଲା, ଉତରିବାକେ ଟିକେ କଷ୍ଟ ହଉଥିଲା। ତାପରେ ପଲେଇ ଆଇଲୁ ମଟନ୍କେ। ମଟନ୍ ପୁରା ରେଡ଼ି। ଇଟା ଚିକେନ୍ ବି ରେଡ଼ି। ମଟନ୍ ଖାଇବା ଲୋକ ମଟନ୍ ଖାଇବା, ଚିକେନ୍ ଖାଇବା ଲୋକ ଚିକେନ୍ ଖାଇବା, ଚନା ମସଲା ଖାଇଲା ଲୋକ ଚନା ମସଲା ଖାଇବା। କାହିଁକି ଆମର୍ ବାପା ସାଧା ଥିଲେ। ଇଟା ଖଟା ଯେନ୍ଟାକି ଆମ ଗ୍ରୀନ୍ ମଟର୍କୁ ବନା ହେଇଥିଲା, ଆଉ ଟମାଟୋକେ। ଇଟା ହେଲା ଡାଲି। ତାପରେ ପଲେଇ ଆଇମା ଚିପ୍ସ, ଆଲୁ କୋବିର ଚିପ୍ସ କରାହେଇଥିଲା, ପାପଡ଼। ତାପରେ ଇଆଡ଼େ ହେଲା ସାଲାଡ଼। ସବୁ ଆଇଟମ୍କେ ଆର୍ ଥରେ ଦେଖିନେମା। ଇଟା ଭାତ ତ ନିହାତି ଓଡ଼ିଆ ଆଦମୀ ଲୋକ। ଆର୍ ଇଟା ସବୁ ହେଇଥିଲା, ସବୁ ଆଇଟମ୍ ଗଞ୍ଜଖୋରି ପ୍ରେସର କୁକର୍ ଆପଣମାନେ ଦେଖିପାରୁଥିବେ। ଆଉ ପଠେପୁଟା ପଡ଼ି ସାରିଛେ। ବର୍ତ୍ତମାନ ସମୟ ହେଇଯାଇଛେ 2:30। ବସି ପଡ଼ିଲେ ଆଶା, ତିଲକ, ଆମର୍ ମ୍ୟାଡ଼ମ୍, ସୁରେନ୍ଦ୍ର, ତପୁ ସେଠ, ସୋନୁ ସେଠ, ସାରା ଝିଅ, ସୁନୀଲ ବାବୁ, ପପୁ ଡନ୍, ଫେର୍ ପଲେଇ ଆଇମା ଆଶାକେ, ତିଲକେ, ମ୍ୟାଡ଼ମ୍କେ। ସୁରେନ୍ଦ୍ର ଠିଆ ଉଠିଛେ, ହାତ ଧୋଉଛେ, ବୋଧେ ନେଇ ଧୁଇ କରି ବସିଥିଲା। ଆରମ୍ଭ ହେଇଗଲା ଦାଇଲ୍ ଦେବାର୍ଟା। ଦାଇଲ୍ ଦେଲା ପରେ ପଲେଇ ଯିମା ଅଲଗା ଆଡ଼େ। ଚନା ମସଲା ସବ୍କେ ଟିକେ ଟିକେ ଦିଆଗଲା, କାହିଁକି ଏଇଟା ଗୋଟେ ଅପସନ୍ ଥିଲା ସମସ୍ତଙ୍କର, କମ୍ପଲସରି ନାଇଁ ଥାଇ। ତାପରେ ପଲେଇ ଆଇମା ଖଟା ତ ଏତେ ବଢ଼ିଆ ହେଇଥିଲା ଯେ ମୁଇଁ 2 ଦନା ପୁରା ଖାଇନେନି। ପାପଡ଼ ବି ଚାଲିଛେ, ଚିପ୍ସ ଚାଲିଛେ। ଇଟା ଚିପ୍ସ ଆଲୁ କୋବି ଚିପ୍ସ। ଇଟା ଚିକେନ୍ ପାର୍ଟି, ସସ୍ତିଆ ପାର୍ଟି। ଯେନ୍ ମାନେ ମଟନ୍ ନାଇଁ ଖନ୍ ସେ ଲୋକର କାଜି ଚିକେନ୍ କରାହେଇଥିଲା। ତାପରେ ଆସମା ପାପଡ଼କେ, ହଳଦୀରାମ ପାପଡ଼ କରାହେଇଥିଲା। ପୁରା ବହୁତ ଟେଷ୍ଟି ଥିଲା। ଦେଖନ୍ ଇଟା ଆମର୍ ସୁରେନ୍ଦ୍ର, ତାକେ 2 ପିସ୍ ଦିଆ ହେଇଥିଲା ପାପଡ଼। ତାପରେ ପଲେଇ ଆଇମା ସାଲାଡ଼କେ। ସାଲାଡ଼ ପରେ ଇଟା ମଟନ୍ 4 ଲୋକ ଥିନୁ। 4 ଲୋକ ଆମେ କିଲୋ ନେଇଥିନୁ, ତଥାପି ବହୁତ ଅଗଲି ଯାଇଥିଲା। ଦେଖୁନ୍ ଚର୍ବି ବି ସବୁ ଫ୍ରେଶ୍ ସବୁ ନିଆ ହେଇଥିଲା। ଆଉ ସବୁ ବସିକରି ଚାଲିଲେ ଖାଇବାର୍ଟା। ଇଟା ଆରମ୍ଭ ହେଇଗଲା, ସାଲାଡ଼ ଦିଆଗଲା। ସାଲାଡ଼ ପରେ ଆମର୍ କାଣା କିନି ଆମେ ଟିକେ ଦନା ଟିକେ କମ୍ ନେଇଥିନୁ। କମ୍ ତ ନେଇଥାଇ, ଆମେ ୱେଷ୍ଟ ବେଶୀ ହେଇଗଲା, ଯାହା ଫଳରେ ଆମର୍ ବଫେ ପରା ହେଇଗଲା। ସବୁ ଖଲି ଦନାରେ, ଖଲିରେ ଏକା ଦିଆହେଲା। ଆମର୍ ସୋନୁ ପାଣି ବୋତଲକେ ପୁରା ଚେପେଇ କରି ଖାଉଛନ୍, କାହିଁକି ବୋଲେ ପାଣି ପିଇବାର୍ ଯୋଗ୍ୟ ନଥି ସବୁ ଘରୁ ନେଇଥିନୁ। ତାପରେ ମୁଇଁକେ ଟିକେ ପଲେଇ ଆଇନି। ମୁଇଁ ଟିକେ ଦେଖା ହେସି ବୋନି, ଖାଇବାର୍ ଟାଇମ୍ରେ ତ ସବୁ ଲୋକ ସାଙ୍ଗେ ଖାଉଥିନୁ। ଖାଲି ମା ବି ଦେ ଲାଗୁଥିଲେ, ଲାଷ୍ଟକେ ବସବେ ସେ ମା। ଆରୁ ଇଟା ଆମର୍ ସୋନୁ ଖାଉଛନ୍, ସାରା ଝିଅ ଖାଉଛନ୍, ତପୁ ସେଠ ଖାଉଛନ୍, ଇଆଡ଼େ ମୁଇଁ ଖାଉଛେ। ଆମ ବାପା ବି ବସବେ ନା, ବସ ବୋଲି କହିଲି, କାହିଁକି ବୋଲେ ସମସ୍ତେ ସାଙ୍ଗେ ଖାଇବାର୍ ଗୋଟେ ଅଲଗା ମଜା। ଆମ ବାପା ଖାଇଲେ, ତାକର ସାଧା ଆଇଟମ୍ ଦେଖନ୍, ଚନା ମସଲା, ଖଟା, ଚିପ୍ସ, ପାପଡ଼, ସାଲାଡ଼। ଇଟା ବାପାରଟା ସେ ସାଧା ବାଲା ଟିକେ ଭକ୍ତିଆ ଲୋକ। ମା ପରେ ଏବେ ପତେ ବି ଦଉଛନ୍ ତାଲ୍, ମା ନେଇ ବସବାର୍ ତାଲ୍। ଆଉ ପଲେଇ ଯିମା ତାପରେ ଖାଇବାର୍ ଶେଷକେ। ଇଟା ସମସ୍ତେ ଖାଇଛୁଁ, ଖାଇ ବସିଛୁଁ। ଖାଇ ସାରିଲା ପରେ ପଲେଇ ଗନୁ ଡଙ୍ଗା ବସବାର୍ କାଜେ। ଯୋଜନାରେ ଡଙ୍ଗାର ଗୋଟେ ଟିନ୍ ଡଙ୍ଗା ଥିଲା, ଯେନ୍ଟାକି ଚଦରର। ଆଉ ଆମର୍ ଇଟା ଡରି କରି ଆମର୍ ସୁନୀଲ ବସିଥିଲା। ଆଉ ସବୁବେଲେ କହୁଥିଲା ମତେ ନେ ନ ବୋଲିକରି। କିନ୍ତୁ ଡଙ୍ଗାବାଲାଟା ତାକେ ଖେଚଡ଼ିଆ, ତାର ଭଞ୍ଜାକେ ମାମୁଁ ଯେ ବହୁତ ଖେଚଡ଼ିଆ କରି ତାକେ କୁଲ୍କେ ଧରିକରି ପଲେଇ ଆଇଲା। ତାପରେ ବସଲେ ଆମର୍ ସୋନୁ, ସାରା ଆରୁ ସୁନୀଲ ଘରେ। ଇ ଲୋକ ବସଲା ପରେ ଡଙ୍ଗାଟା ଫେର୍ ମଝିକେ ବଢ଼ଲା। ସୋନୁ ବାବୁ ଟିନ୍ ହାତକେ ଧରିଥିଲେ, ତାକେ ଡଙ୍ଗାବାଲା ସବୁବେଲେ କହୁଥିଲେ ଯେ ହାତ ନେଇ ଧର ମଝିକେ ଆସ ବୋଲିକରି।
ତ ମଝିକି ଆସିକରି ବସିଲେ ଆରୁ ଭିତରେ ପୁରା ବସି ବସିକି ଲାଲ ମାଟ ହେଇଯାଇଥିଲାନ ପ୍ୟାଣ୍ଟ ସାର୍ଟ ମାନେ ବହୁତ ଖରାପ ଥିଲା ଆରି ମାନେ ଡଙ୍ଗା ପୁରା ମଝିକି ନେଇକରି ଦେଖିପାରୁଥିବେ ଆପଣମାନେ ଏଇଟା ତରା ପୁରା ଲାଗୁଛେ ପୁରା ମଝିକି ବହୁତ ଦୂରିଆ ପଳେଇ ଯାଇଥିଲେ ଏଇଟା ମୁଇଁ ଜୁମ୍ କରିକରି ଆପଣମାନଙ୍କୁ ଦେଖାଉଛେ ଆଉ ତାପରେ ବର୍ତ୍ତମାନ 3:28 ଟାଇମ୍ ଦେଖନ୍ କେତେ ଦୂରିଆ ଯାଇଛନ୍ କେତେ ଦୂରିଆ ଆପଣକେ ଲାଗୁଛେ तापर बहुत बहुत धन्यवाद यहाँ आम गोटे सेल्फी नहीं जिते बहुत बहुत धन्यवाद समस्त के आउ थे नूतन वर्ष अभिनंदन जय जगन्नाथ।